हेलो फ्रेंड्स, नमस्कार, जय जगन्नाथ। आपण मानको मो यूट्यूब चैनल को बहुत बहुत स्वागत। जदि फ्रेंड्स आपण माने किछि स्वीट रेसिपी बनिया पे चाहउछंती आ किछि बिना परिश्रम रे बनिया पे चाहउछंती ताहले ए रेसिपी को बिल्कुल भी स्किप करंतु। फास्ट टू लास्ट देखंतु, बहुत बढ़िया लागबा आ बहुत इजीली आपण याको बनि परिबे। जदि आपण बिगिनर्स पे अछंती ताहले आपण फटाफट याको बनि के रेडी करि परिबे। बेसिक किछि इतरे इंग्रेडिएंट्स भी दरकार नै। चलन तो स्टार्ट करबा आज रे टेस्टी रेसिपी। तो फर्स्ट ମୁଁ ନେଇଯାଇଛି ଗୋଟେ କଢ଼େଇ ନେଇକି ହାଫ୍ ଲିଟର କ୍ଷୀର ତ ସମସ୍ତଙ୍କ ପାଖରେ ଆଭେଲେବଲ୍ ଥିବ। ଗୋଟେ ଆପଣ ଯଦି ଚାହିଁଲେ ବେଶୀ କ୍ୱାଣ୍ଟିଟିର ବନେଇବା ପାଇଁ ବେଶୀ କ୍ଷୀର ଏଥିରେ ୟୁଜ୍ କରିବେ। ମୁଁ ଏଠି ହାଫ୍ ଲିଟର କ୍ଷୀର ୟୁଜ୍ କରିଥିଲି। ତାକୁ ଫୁଟେଇକି ମୁଁ ଅଧା କଟେଇଛି। ତାପରେ ପକେଇ ନେଉଛି ଗ୍ରେଟେଡ୍ ପନିର। ଯଦି ପନିର ନଥିବ ଆପଣଙ୍କ ପାଖରେ ଆପଣ ପକେଇ ପାରିବେ ସେଥିରେ ଛେନା। ତାପରେ ପକେଇ ନେବେ ଚିନି। ଚିନି ଆପଣଙ୍କ ଟେଷ୍ଟ ଆକର୍ଡିଂ ଆପଣ ପକେଇବେ। ଆଉ ତାକୁ ଶୁଖିଲା ହେବା ପର୍ଯ୍ୟନ୍ତ ତାକୁ ଭଲ ଭାବରେ ତାକୁ ଭାଜି ନେବେ। ଏମିତି ପୁରା ଡ୍ରାଏ ହେବା ପର୍ଯ୍ୟନ୍ତ ତାକୁ ଆପଣ ହାଇ ଫ୍ଲେମ୍ରେ ବର୍ତ୍ତମାନ ଆପଣ ଆମର ଭାଜିବେ। ଦେଖନ୍ତୁ ସବୁ କ୍ଷୀର ଗୁଡ଼ାକ ବି ମରିଗଲାଣି। ତାପରେ ଆମେ କ'ଣ କରିବା, ଗୋଟେ ଟ୍ରେରେ କିଛି ଘିଅ ପକାଇ ନେବା ଆଉ ତାକୁ ଥଣ୍ଡା ହେବା ପାଇଁ ଛାଡ଼ିଦେବା। ଏମିତି ତାକୁ ଭଲ ଭାବରେ ଟିକେ ସ୍ପ୍ରେଡ୍ କରିନେବା, ଯେମିତି ଥଣ୍ଡା ହେଇଯିବ ଆଉ ତାକୁ ଟିକେ ଭଲ ଭାବରେ ଟିକେ ସଜେଇ ନେବା। ଦେଖନ୍ତୁ ମୁଁ ହାତରେ ଟିକେ ଚିକଣ କରିନେଉଛି। ତାପରେ ଟିକେ ଡ୍ରାଏ ଫ୍ରୁଟ୍ସ ପକେଇ ନେଉଛି। ଯଦି ଆପଣଙ୍କ ପାଖରେ ଅଛି ତାହେଲେ ପକେଇବେ, ଯଦି ନାହିଁ ଆପଣଙ୍କ ପାଖରେ ଆପଣ ପ୍ଲେନ୍ ବି ସେମିତି ବନେଇ ପାରିବେ। ଏଇ ମିଠାଟିକୁ ଆପଣ କହିପାରିବେ କ'ଣ ନା ଆମର କାଲାକାନ ବି କହିପାରିବେ, ଆଉ ଛେନାର ବରଫି କହିପାରିବେ, ରାବଡ଼ି ବରଫି ବି କହିପାରିବେ। ଆଉ ଖାଇବା ପାଇଁ ଏତେ ଟେଷ୍ଟି ଲାଗିଥାଏ, ଆପଣ ମାର୍କେଟରୁ ବି ମିଠା କିଣିକି ଖାଇବା ଭୁଲିଯିବେ। फ्रेंड्स, निहाती भाବରେ ଭିଡ଼ିଓକୁ ଦେଖନ୍ତୁ। ଯଦି ଭଲ ଲାଗିଲା ପ୍ଲିଜ୍ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବାକୁ ବିଲକୁଲ ଭୁଲିବେନି। ତାହେଲେ ଦେଖା ଆମର ନୂଆ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ରହୁଛି ନମସ୍କାର, ଜୟ ଜଗନ୍ନାଥ।